कार्बन डाइऑक्साइड निर्गमन ह्रास करिबो। एही नीति घरोई व्यवहार गुरुत्वपूर्ण रहिबो, जेउठारे विद्युत उत्पादन मुख्यतः कोयला उपरे निर्भरशील। ସେଇଟା ଏସି ଏୟାର କଣ୍ଡିସନର ଘରେ ସଦାବେଳେ 17ରୁ ଲଗାନ୍ତି। ମୁଁ କହିଲି ଆରେ 17ରୁ ଲଗାଅନି, ଏମିତି ଦିନ ଆସିବ ତମେ ହଇରାଣ ହେବ। ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ଡିକ୍ଲେୟାର କଲା ଏସିଟା ଯେଉଁ 17ରୁ ଷ୍ଟାର୍ଟ ହୁଏ 30 ପର୍ଯ୍ୟନ୍ତ ଥିଲା, ଏବେ କରିଦେଲା ଗଭର୍ଣ୍ଣମେଣ୍ଟ 20ରୁ ଷ୍ଟାର୍ଟିଂ ହେବ, ଏଣ୍ଡିଂ ହେଉଛି 28। ତାହେଲେ ଏତେ କୋଲ୍ କ'ଣ? ସଦାବେଳେ ମଝି ରୁହନ୍ତି, ମଝି ରହିଲେ ଭଲ। 25 ଡିଗ୍ରୀ ଟେମ୍ପରେଚର ତୁମେ ସମ୍ଭାଳି ପାରିବନି। 40 ଡିଗ୍ରୀ ସମ୍ଭାଳୁଛନ୍ତି, 50 ଡିଗ୍ରୀ ସମ୍ଭାଳୁଛନ୍ତି। ସୋସିଆଲ ମିଡ଼ିଆରେ ଦେଖୁନ ଟେମ୍ପରେଚର କେତେ ହେଉଛି, କେତେ ଲୋକ ସମ୍ଭାଳୁଛନ୍ତି। ମରୁନାହାନ୍ତି ତ। 20ଠୁ ଷ୍ଟାର୍ଟ ହେବ। ଆଉ ଯେଉଁମାନଙ୍କ ଘରେ ଏସି ଅଛି ତାଙ୍କର ସବୁ ସଜାଡ଼ିକି 20ଠୁ କରିଦେବେ, ଆଉ 17 ଲାଗିବ। ଧନ୍ଦା ଲଗେଇଛ। ଆମେ ଚିଲି କରିକି ଖାଇବୁ, ଚିଲି। ସମସ୍ତେ ସେଇ ଚିଲ ଖାଇକା ଏମିତି ହେଇଗଲେଣି ଏସି ହାୱା, ମାନେ ପଦାକୁ ଯାଇପାରୁନାହାନ୍ତି। ମାନେ ପଦାରେ ଯଦି ଭିତରେ 17 ଡିଗ୍ରୀ, ପଦାରେ ଯଦି 15 ଡିଗ୍ରୀ ଥାଏ ବି କହୁଛନ୍ତି ନାଇଁ ପଦା ଆମକୁ ଗରମ ଲାଗୁଛି। ମାନେ ଏଭଳିଆ ଗାଲୁଆ ହେଇଗଲାଣି। 17 ଡିଗ୍ରୀ ଟେମ୍ପରେଚର ଏସି ଷ୍ଟାର୍ଟିଂ କରିଦେଇକି ଘରକୁ ଯେମିତି କାଲୁଆ କରିଦେଇଥିବେ। ମାନେ ମଣିଷ ଯେତେବେଳେ ଆଖି ବନ୍ଦ କରିକି ଆସିବ ତାକୁ କହିବ ତୁ କେଉଁଠିକି ଆଇଲୁ, ସିଏ ଯଦି ହିମାଳୟ ଯାଇଥିବ ସିଏ ଭାବିବ ମୁଁ ହିମାଳୟର ଅନୁଭବଟା କରୁଛି। ଉତ୍ତରାଞ୍ଚଳ କଥା କହିବ। ଏବେ ଗଭର୍ଣ୍ଣମେଣ୍ଟ ଗୋଟେ ବଢ଼ିଆ ରୁଲ୍ଟା କଲା, 20 ଡିଗ୍ରୀରୁ କୌଣସି ତଳକୁ ଆଉ ଏସି ବି କମ୍ପାନୀ ବାହାର କରିବେ। ଆଉ ହାଏଷ୍ଟ ରହିବ କୋଲ୍ କେତେ ନା 28 ଡିଗ୍ରୀ। ଯଦି 28 ଡିଗ୍ରୀ କୋଲିଂ ହେବ, ଯେଉଁ 30 କରିଦେଉଥିଲେ ତାହା ବି ଆଉ ହେଇପାରିବନି। 2 ଡିଗ୍ରୀ ସିଆଡ଼ୁ କମିବ, ଇଆଡ଼ୁ 3 ଡିଗ୍ରୀ କମିବ। ମଝିରେ ରହିଥିବ ଯଦି ଠିକ୍। ନହେଲେ ଏସି ଖାଇବ ବେଶୀ, ନାମ ନେବ ହସି। ପ୍ରକୃତରେ ପ୍ରକୃତିକୁ ନଷ୍ଟ କରିଛି ବହୁତ ପରିମାଣରେ ଏସି। ଏବେ ଗଭର୍ଣ୍ଣମେଣ୍ଟ ଯେଉଁ ଡିସିସନଟା ନେଇଛନ୍ତି, ସହଜେ ତ ସୂର୍ଯ୍ୟଙ୍କର ତାପମାତ୍ରା ଯାହା ଯେଉଁ ମାତ୍ରାରେ ବଢ଼ି ଚାଲୁଛି, ମାନେ କହି ହେଉନି। ଚାଷବାସ ସବୁ ହାନିକାରକ ହେଇଗଲା, କୌଣସି ଗଛ ବୃକ୍ଷ ବି ଆଉ ନାହିଁ। ତେଣୁ ଉତ୍ତାପ ବଢ଼ିଲା। ତାପରେ ସରକାର ଯେଉଁ ରାଜରାସ୍ତା ଯେଉଁ ଥିଲା, ଯେଉଁ ଗ୍ରାମାଞ୍ଚଳ ରାସ୍ତା ଥିଲା, ସବୁ ଭାଙ୍ଗିକିରି ଢଳେଇ ରୋଡ଼ କରିଦେଲେ। ଢଳେଇ ରୋଡ଼ କରିଦେଲେ କିଛି କଥା ନାହିଁ, ତାକୁ ନିୟନ୍ତ୍ରଣ କରିବା ପାଇଁକା ତାପମାତ୍ରାକୁ ତା ସହ ସଂଲଗ୍ନ ହେବା ଦରକାର ଥିଲା ମାଟି ଆଉ ନାହିଁ। ତାପରେ ସେ ଟାଇଲ କ'ଣ ପକେଇ ଦେଇକି ଏମିତି କରିଦେଇଛନ୍ତି ରୋଡ଼, ସେ ଉତ୍ତାପ ହିଁ ଉତ୍ତାପ। ଇତିହାସରେ ଥରେ ପଢ଼ିଥିଲେ ସିନ୍ଧୁ ସଭ୍ୟତାର କଥା। ତାର 2 ରାସ୍ତା ରହୁଥିଲା, ତା 2 ସାଇଡ଼ରେ ରହୁଥିଲା ଡ୍ରେନ୍, ତାପରକୁ ଘାସ ଗାଲିଚା ରହୁଥିଲା। ସେଇ ବେଳକୁ ଦିନେ ଫେରିବ, ରାସ୍ତା କଡ଼େ ଘାସ ଗାଲିଚା ରହିବ, ଯିଏକି ବର୍ଷା ହେଲେ ରାସ୍ତାରୁ ଯେଉଁ ପାଣିଟା ବହିଯିବ ସେଇ ଘାସ ଗାଲିଚାରେ ମରିବ, ସିଏ ତାକୁ ଧରି ରଖିବ। ଆଉ ତାପମାତ୍ରା ହେଲେ ଏ ଯେଉଁ ରାସ୍ତାଟା ସବୁ ତାତିଯିବ, ତାକୁ ସେ ନିୟନ୍ତ୍ରଣରେ ରଖିବ। ସେଇ ଘାସ ଗାଲିଚା ରାସ୍ତା କରେ ରହିଥିଲା, ଆଉ ଆଜି ନାହିଁ। ସବୁ ଚକଚକିଆ, ସବୁ ବିକାଶରେ ଚାଲିଛେ, କିନ୍ତୁ ବିକାଶର ପଛପଟେ ବିନାଶ ହେଇଯାଉଛି, ତାହା ବି କେହି ଅନୁଭବ କରୁନଥିଲେ। ଆରେ ଭାଇ, ଘାସ ଗୋଟେ ତୃଣ ଜାତୀୟ, ସିଏ ଏତେ ମୂଲ୍ୟବାନ, ତାର ମୂଲ୍ୟ କେହି ବୁଝିପାରିଲେନି। କିନ୍ତୁ ଯେକୌଣସି ପୂଜା ପାଠ ବ୍ରତ ଯାହା ହବ, ଆରେ ଟିକେ ଦୁବ ଘାସ ଆଣିଲୁନୁ। କେଉଁଠୁ ଆସିବ ଦୁବ ଘାସ? ତ ଏବେ ଶରୀର ଦିହରେ ପୁରା ଭର୍ତ୍ତି ହେଇକି ରହିଲାଣି। କହିଲା ପିଣ୍ଡ ଆଉ ବ୍ରହ୍ମାଣ୍ଡ, ପିଣ୍ଡରେ ଦୁବ ଘାସ ବହୁତ ହେଲାଣି ଚାରିଆଡ଼େ, କିନ୍ତୁ ବ୍ରହ୍ମାଣ୍ଡରେ ଆଉ ଦୁବ ଘାସ ବି ନାହିଁ।
କିନ୍ତୁ ବିଧିର ବିଧାନ ନୀତି ନିୟମ କ'ଣ ପାଇଁ ରହିଥିଲା? ଏ ଦୁବ ଘାସର କାରଣ କ'ଣ? ଦୁବ ଘାସ ଗୋଟିଏ ଜାଗାରେ ମୂଳ ରହେନି, ବରଗଛ ସଦୃଶ୍ୟ ପ୍ରତି ଗଣ୍ଠିରେ ସେ ଚେର ମାରି ମାରିକା ଚାଲିଥାଏ। ଏଠି ପାଣି ଶୁଖିଗଲେ ସେ ଆର ଗଣ୍ଠି ପାଣି ଯୋଗାଇ ବଞ୍ଚେଇକି ରଖୁଥିଲା, ଆଉ ତାପମାତ୍ରା ନିୟନ୍ତ୍ରଣ ହେଉଥିଲା। କିନ୍ତୁ ଆଉ ନାହିଁ। ଆଉ ଏବେ ଗଭର୍ଣ୍ଣମେଣ୍ଟ ଡିସିସନ୍ ନେଲେ ଯେ ଏସି ଦ୍ୱାରା ପରିବେଶର ବାୟୁମଣ୍ଡଳ ଉତ୍ତାପ ହେଉଛି। ଆଉ ଗୋଟେ କଥା ହେଲା, ତାପ ଯେଉଁ ଶକ୍ତି ଆମର ଯେଉଁ ବିଦ୍ୟୁତ, ତାହା ମଧ୍ୟ ଅନେକ ମାତ୍ରାରେ କ୍ଷତି ହେଉଛି। ତେଣୁ ସିଆଡ଼ୁ ଟିକେ ଏସିର ଟେମ୍ପରେଚରକୁ ବଢ଼େଇ ଦିଆଗଲା, କେତେ 23 ଡିଗ୍ରୀ ବଢ଼େଇ ଦେଲେ। ଆଉ ପୁଣି ସେ ଉପର ଭାଗରୁ 2 ଡିଗ୍ରୀ କମେଇ ଦେଲେ। ଯେଉଁ 30 ଡିଗ୍ରୀ ଥିଲା ସେଟା 28 ହେଇଯିବ। ହେଲେ କ'ଣ ହେବ ନା, କିଛି ସଞ୍ଚିତ ହେଇଯିବ ବିଜୁଳି। ଆଉ ଲୋକମାନଙ୍କର ଯେଉଁ ଏସି ଖାଇବା ସେ ଆଦତ ଥିଲା, ପ୍ରକୃତି ପରିବେଶରୁ ସେମାନେ ଗ୍ରହଣ କରିବେ କିଛି ତାପମାତ୍ରା, ସହ୍ୟନ୍ୟ ଶକ୍ତି ଆସିବ ତାଙ୍କର। ଯେଉଁ ଘରେ ରହିଯାଇଛନ୍ତି ଏସି ତଳେ, ସେ ଏସି ଠାରୁ ବେଶୀ ଭଲ ପ୍ରକୃତିର ପରିବେଶର ଯେଉଁ ପବନଟା, ତାକୁ ଅନୁଭବ କରନ୍ତୁ। ସାଧାରଣ ଲୋକର ଭାଇ ଅସାଧାରଣ କଥା, ଯେତେ ଜନଜାଗରଣ କଲେ ମଧ୍ୟ ଦେଖିବେ, ଯେତେ କହିଲେ ବୁଝେଇଲେ ଜଣେଇଲେ, ନିଜ ଲୋକ ହଉ ବନ୍ଧୁ ଲୋକ ହଉ ବା ସୋସିଆଲ ମିଡ଼ିଆରେ ସୋସାଇଟି କି କିଛି କୁହନ୍ତୁ, ଏଇଟା ଏକର କାନରେ ପଶିବ ସେକର କାନରେ ବାହାରିଯାଏ। କିନ୍ତୁ ଦେଖନ୍ତୁ ଗୋଟେ କଥା, ଏକର କାନରୁ ସେକର କାନକୁ କେବେ ବାଟ ନାହିଁ। ଲୋକ କୁହନ୍ତି ଏକରେ ପଶେଇକି ସେକରେ ବାହାର କରିଦେଲା, ସେଇଟା ଭୁଲ। ସାଧାରଣ ଲୋକ ଜାଣିଛି ନାହିଁ ବିଜ୍ଞାନର କଥା। ଏଇ ଯେଉଁ ଆମର କ'ଣ ଶରୀର ଭିତରେ ଏକର କାନର ପଥ ଆଉ ସେକର କାନର ପଥ ଏକାଠି ଅଛି କି ନାହିଁ ମୁଁ ଜାଣିନି। ଦେଖିବା ଦିନେ ଗୋଟେ କାନରେ ପିମ୍ପୁଡ଼ିଟା ପୁରେଇକି ଏକରେ ବାହାରୁଛି କି ନାହିଁ ସିଏ ହିଁ କହିବ। କିନ୍ତୁ ଲୋକ କିନ୍ତୁ ଏ କଥାଟା କୁହନ୍ତି, ଇଏ ଏକରେ ପୁରେଇ ଦେଲା ସେକରେ ବାହାରିଗଲା, ଇଏ କ'ଣ ଫୁଙ୍କୁନଳା? ଯଦି ସେମିତି ହୁଅନ୍ତା ତାହେଲେ ଗୋଟେ କାନ ତ ବନ୍ଦ କରିଦେଲେ ଗୋଟେ କାନରେ ତ ଶୁଭନ୍ତା, ଆର କାନଟା ତ ଶୁଭିବନି ନା। ଗୋଟେ ଆଖି ଫୁଟେଇ ଦେଲେ ଆର ଆଖିଟା ବି ଫୁଟି ଯିବା କଥା। ଶରୀରଟା ଭାଇ 2 ଭାଗ। ସାଧାରଣ ଲୋକ ଜ୍ଞାନ ମାନେ ବିଜ୍ଞାନରେ ନଥାଇ ପଛ, କିନ୍ତୁ ଜ୍ଞାନର କଥା କହୁଛି। ଶରୀରଟା 2 ଭାଗ, 2 ଫାଳ। ଯଦି ଶାସ୍ତ୍ର ଦେଖିବା, ଜରାସନ୍ଧକୁ ଫାଳ କରିଥିଲା କିଏ? ନା ଭୀମ। ସେ 2 ଫାଳ ହେଇଥିଲା, ଜଏଣ୍ଟ କରାହେଇକି ଯେଉଁ ହେଇଥିଲା। ତେଣୁ ଆଉ ବିଜ୍ଞାନକୁ ଯଦି ଦେଖିବା ନା, ମଣିଷ ବି 2 ଭାଗ। ଯେତେବେଳେ ଲୋକମାନଙ୍କର ପାରାଲିସିସ୍ କିମ୍ବା ଯେକୌଣସି ଗୋଟେ ବ୍ୟାଧି ହୁଏ, ୱାନ୍ ସାଇଡ୍ ଯେଉଁଟା କହନ୍ତି ପକ୍ଷାଘାତ ରୋଗ, ସେ ୱାନ୍ ସାଇଡ୍ ହୁଏ, ଗୋଟେ ସାଇଟିଆ ହୁଏ। ନହେଲେ ନାହିରୁ ଉପର ଫାଳକୁ 2 ହାତ ଯାକ ହୁଏ। ତାର ସବୁ ଅନେକ କାରଣ ରହିଛି। କିନ୍ତୁ ଭାଇମାନେ ସମସ୍ତଙ୍କୁ କୁହାଯାଉଛି, ଦେଖିବେ ଫ୍ୟାନ୍ରେ ବୁଲେଇବେ। ସକାଳୁ ଉଠିକି ଯେତେବେଳେ ମୁହଁ ଧୋଇବାକୁ ଯିବେ, ମୁହଁ ହାତ ଦେହ ପୁରା ଦୁର୍ବଳିଆ ଲାଗେ। କାରଣ କ'ଣ? ତମେ ତ ରାତି ଯାକ ଫ୍ୟାନ୍ ହାୱା ଖାଉଥିଲ, ଅସୁସ୍ଥକର କାହିଁକି ଲାଗିଲା? ନା ଫ୍ୟାନ୍ ଯେତେବେଳେ ନିଜେ ଘୁରୁଛି ନା ଝାଟୁଆ ସଦୃଶ୍ୟ, ସେ ଅଳିଆ ଓଳେ ନିଜେ ଅଳିଆକୁ ପଳେଇ ଯାଏ। ସେମିତି ଫ୍ୟାନ୍ ଘୁରୁଛି ସିନା ତମକୁ ଥଣ୍ଡାର ଭାବୁଛ ପବନ ଦେଇଛି, ନାହିଁ, ସିଏ ବା ନିଜେ ଗରମ ହେଇଛି। ଫ୍ୟାନ୍ ହାୱା ଷ୍ଟାର୍ଟିଂରୁ ଦବ ସିଏ ତମକୁ କେତେ 17-18 ଡିଗ୍ରୀ ଭଳିଆ କୋଲିଂଟା ଦବ, ରାତିର କଥା କହୁଛି। ତାପରକୁ ଭୋର ବେଳକୁ କେତେ ହେଇଥିବ କହିଲେ? ସେ କେତେ ତାପମାତ୍ରା 25-30ର ଟେମ୍ପରେଚର ହାୱା ଦଉଥିବ। କାହିଁକି ନା ତମେ ଜାଣିପାରନି ଭାଇମାନେ, ଶୋଇପଡ଼ିଥାଅ। କାରଣ ସିଏ ଯେଉଁ ଗରମ ହେଇଯାଇଥାଏ, ସେ ଗରମ ହାୱାଟା କେଉଁଠୁ ଆଉ କୋଲ ହେବ? ସେ ଟେମ୍ପରେଚର ବଢ଼େ। ଏଇଟା ସାଧାରଣ ଲୋକ ଅନୁଭବ କରିଛି ଆଉ ଜାଣିଛି। କିନ୍ତୁ ପ୍ରକୃତିର ହାୱା ଯିଏ, ସେ ଠିକ୍ ହାୱାଟା ଦେଇଥାଏ। ତେଣୁ ଭାଇମାନେ ଏଥର ଏସି ହାୱାରୁ ଟିକେ ଏସି ଟିକେ କମେଇକି ଖାଅ, ଆଉ ବେଶୀ ଖାଅନି। ଏମିତି ଖାଅନି
ରାଗିଲେଣି ଲୋକ ଆଉ କହିବିନି ଭାଇ ରଖୁଛି ନମସ୍କାର ସାଧାରଣ ଲୋକ ଅସାଧାରଣ କଥା ନାଇଁ ଟିକେ ଅନ୍ କରିଦବା ଆଉ ଆଜି ଟିକେ 17 ଡିଗ୍ରୀ ଖାଇଦବା ଆଗକୁ କାଳେ ଗଭର୍ଣ୍ଣମେଣ୍ଟ କାଳେ ନଦବ ମୁଁ ଟିକେ ଦେଖିଦଉଛି ମୁଁ ତ ଅଲଗା ଖାଇବି ମୁଁ 24 ଠୁ ଖାଇଲି ଦେଖନ୍ତୁ କାରଣ ଏଇଟା ଗଭର୍ଣ୍ଣମେଣ୍ଟ ରୁଲ୍ ହିସାବରେ ଅଛି ମୁଁ 24 ଠୁ ଖାଇବି ଆଉ ମୋର କିଛି ଅସୁବିଧା ହବନି ଆଉ 24 ଠୁ ଅନ୍ କଲି ହଉ ତ ଆଜି ଖାଇଦବା ତାପରେ ଆଗକୁ ତ ଯେତେବେଳେ ଆଉ ନିୟମ ହବ ତା ନିୟମରେ ଚାଲିବା ଆଉ